भंजनगर राइजिंग हैंड यूथ क्लब रो समस्त सदस्य और कर्मकर्ता माने तनरडा स्थित सत्यश्री जराश्रम पहुंची समस्त अंतेवासी को रंधा खाद्य प्रदान करिलु। ଏହି ଅବସରରେ ଆଶ୍ରମର ସୁଖ ଦୁଃଖର ସାଥୀ ଭାବେ ଆମ ସଂସ୍ଥା କାର୍ଯ୍ୟ କରିବ ବୋଲି ଉକ୍ତ ଆଶ୍ରମର ବସତିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ସହ କଥାବାର୍ତ୍ତା କରିଲୁ। ଶେଷରେ ସମସ୍ତ ବୃଦ୍ଧ ପିତାମାତାଙ୍କ ଆଶୀର୍ବାଦ କାମନା କରି ସଂସ୍ଥାକୁ ଆଗକୁ ବଢ଼ାଇବା ନିମନ୍ତେ ପ୍ରତିବଦ୍ଧ ହେଲୁ। ଭୟମର ଏପରି ଖବର ସବୁକୁ ଦେଖିବାକୁ ଆମ ଚ୍ୟାନେଲ ସୂର୍ଯ୍ୟାଲୋକକୁ ଅଧିକରୁ ଅଧିକ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ଭଞ୍ଜନଗରରୁ ଆଶିଷ ପଟ୍ଟନାୟକ ରିପୋର୍ଟ ସୂର୍ଯ୍ୟାଲୋକ ମିଡିଆ। ଭଞ୍ଜନଗରରୁ ଆସିଛୁ ଆମର ଯେ ମୁଁ ତ ସାଧୁବାଦ ଦେବି ଆଜ୍ଞା ଆପଣ ଗୋଟେ ଯୁବ ଶକ୍ତି ଆଜ୍ଞା ସଂଗଠନ ଅଭିବୃଦ୍ଧି ଘଟିଛି ଆଜ୍ଞା ଆମ ଅଞ୍ଚଳର ଯେତେ ଅସହାୟ ନିପୀଡ଼ିତ ଦୁଷ୍ଟ ଜନତାଙ୍କର ସେବା କରିବା ପାଇଁ ସେମାନେ ଆଜି ମୁଁ ତୁମକୁ ଦେଖି ଏତେ ଖୁସି ଆବଶ୍ୟକ ଥିଲା ଆପଣ ପରି ଏକ ଯୁବ ଶକ୍ତିର ବିକାଶ ଏଥିଦ୍ୱାରା ବାସ୍ତବିକ ସାମାଜିକ ମୂଲ୍ୟବୋଧର ପରିକଳ୍ପନାରେ ତିଆରି ହେବ। ସେଇଦିନ ବି ଗୋପନ ଦାସଙ୍କର ଏକାମାତ୍ର ଅର୍ଥ ଥିଲା ଯେ ସାମ୍ପ୍ରତିକ ସମାଜରେ ମଣିଷ ପରି ମଣିଷଟିଏ ତିଆରି ହେବା ଜୀବନ ଜନ୍ମର ସ୍ୱାର୍ଥକତା। ମୁଁ ତ ଆଜି ଗୋଟିଏ ସ୍ୱରରେ କହିବି ବାସ୍ତବିକ ତୁମେ ମାନେ ଭଗବାନର ପ୍ରକୃତ ଭଗବାନଙ୍କର ଯେ ଏହି ସନ୍ତାନ ମାନେ ମାନବିକ ମୂଲ୍ୟବୋଧକୁ ବୁଝିପାରି ସମାଜରେ ବସବାସ କରୁଥିବା ଅସହାୟ ଦୁଷ୍ଟ ନିପୀଡ଼ିତ ଜନତାଙ୍କର ସେବା କରିବା ପାଇଁ ଟଙ୍କା ଭିଡ଼ିଛନ୍ତି। ମୁଁ ଏକ ଅସହାୟ ଆଶ୍ରମର ବା ବ୍ୟବସ୍ଥାକ ହିସାବରେ ମୁଁ କହିବି ମୋର ବି ଆବଶ୍ୟକତା ରହିଛି ଆପଣ ପରି ଯୁବ ଶକ୍ତିର ସହଯୋଗ। ମୁଁ ଏହି ବୃଦ୍ଧାଶ୍ରମରେ ଆପଣମାନେ ସବୁବେଳେ ଆସନ୍ତୁ, ସବୁବେଳେ ସ୍ୱାଗତ କରିବି। ଯେତେବେଳେ ଯାହା ଆବଶ୍ୟକ ପଡ଼ିବି ମୁଁ ଆପଣଙ୍କ ସହଯୋଗ କାମନା କରିବି ଏବଂ ଗୋଟିଏ ସଂକଳ୍ପ ରଖିବା ଆମେ ସମସ୍ତେ ଏକତ୍ରିତ ହୋଇ ସତ୍ୟ ଏବଂ ମିଥ୍ୟାକୁ ସେବା ନିଶ୍ଚୟ ଭଗବାନ ତାଙ୍କର ଚଲାପଥ ଆପଣଙ୍କ ସଂଗଠନ ଖାଲି ଭଞ୍ଜନଗର ନାହିଁ ଭଞ୍ଜନଗର ସହ ପଡୋଶୀ ଅଞ୍ଚଳ ଆଗକୁ ଆଗକୁ ବଢିଯାଆନ୍ତୁ। ସମଗ୍ର ଓଡିଶାରେ ବେଶ ଏକ ସ୍ୱତନ୍ତ୍ର ସ୍ଥାନ